जय जगन्नाथ। आज भल कथा छुआ मन रखिथ मनीषर मूल मंत्र। हाँ, प्रकृत गोटे मनीष किपरि हवा कथा मानव नुह लोक नुह मनीष मनुष्य देहे दिव्य ज्ञान देखी संतोष भगवान। मनुष्य देह एमती गोटे दिव्य ज्ञान अच्छी मनीष पाखे अच्छी लोक पाखे नहीं। मनुष्य पाखे एमती गोटे दिव्य ज्ञान अच्छी जहाँ देखिले प्रभु कौन होती संतुष्ट होती। परशुराम जाउछन्ति कोठी गुरु पाख गुरु किए से ना शिव हिमालय शिव अच्छन्ति पार्वती तपस्या करुछन्ति जगी किए से गणेश है गणेश जगी इे माँ कहते मु न कहला पर्यटन तू क्या छाड़ू ना ये परशुराम आगमन है गुरु जीवा को बाहरी आयला बेलू गणेश जगी गणेश जगी परशुराम जेते कहते जीवा गुरु बाबू गणेश छाड़ी ना गणेश परशुराम युद्ध बुझे युद्ध यही समय परशुराम कौन कर फाशा पकड़ गणेश दांत धीरे बाजिक भांगी जाती परशुराम जानी कौन शिवंकर गोटे पुओ कार्तिक ये हाथी मुह ये गोटे पुओ सी कथा परशुराम जाना परशु दांत भांगी जाए परशु डाक ये कार गणेश जो दांत भांगी जाए परशुराम को फाशा बाजिकी डाक पकड़ माँ माँ डाक ये सब मूर्छा पड़ जाइए पार्वती से गणेश परिस्थिति कौन हम से पार्वती उग्र रूप धारण कर समाधान गणेश को पचरा गला तुम तो आप महाज्ञानी महापंडित महाबलवान कारण शिव पार्वती करुणा जी पाई आपण कहीं परास्त है ना मुझे मारिदे था से मो बड़ भाईटा हम जहाँ मो बापा बड़ शिष्य बुझी हूँ से सहीगली आमर वृत्ति हूँ कौन सहिबा आम हूँ कौन वृक्ष सदृश से समस्त देवता माने बुझी पाइले जे ना सहिबा शक्तिटा हूँ बड़ बुझी तेणु प्रत्येक मनुष्य जहाँ पाखे सहिबा शक्ति अच्छी सी हूँ धैर्यवान वीरत्व समुद्र को तुम लहड़ी भांगी जाते जुआर आसूची तुम नई पड़ जुआर तुमको डेंगी पड़ेगा तुम जोर छिड़ा हो छाटिया होगी मार धक्का धरिकी मुह मारिकी बाल्टी बुड़ तेणु मनीष समस्त हवा विधेय कर्म को लेकिन मनुष्य वर्तमान जदि बाप पु कौन कहते पुओ साथी साथी बाप को नोटे कहीदे निज रक्तर बुआ पर पदा लोक कौन कह हाथ भी उठे दौरान तेणु मनीष कह जाए ना समस्ते मानव आम सत कि कर्मवाचक लोक कर्मवाचक मनुष्य चाणक्य समाधान कले कहले सेवितव्य महावृक्षम फलम छाया समन्वित जदि दैव्यात फलम नास्ति छाया केन निर्वाच्यते।
ତମେ ଗୋଟେ ଗଛ ଲଗଉଛ, ଗଛ ବଢୁଛି, ଫୁଲ ହଉଛି, ଫଳ ହଉଛି, ତମେ କଣ କରୁଛ? ଖାଉଛ। ଯଦି ଅକସ୍ମାତ ଗଛରେ ଫଳ ନହେଲା, ସିଏ କଣ ତମକୁ ଛାଇ ଟିକେ ଦଉନି? ସିଏ କଣ ଛାଇ କାଢି ନେଇ ପଳଉଛି? ତମେ ତା ଦେହରୁ ଡାଳ ହାଣିକି ଆଣୁଛ। ସିଏ କହୁଛି ନା ନା ଇଏ ମତେ କଷ୍ଟ ଦେଲା, ମୁଁ ଆ ପାଖରୁ ପଳେଇବି, ଆକୁ ଛାଇ ଦେବିନି, ଖରାରେ ମରୁ, ଏ କଥା ଗଛ କଣ ଭାବୁଛି? ନା, ତାର ବୃତ୍ତି ହଉଛି ପରର ସେବା। ବ୍ୟାସଦେବ ଅଷ୍ଟାଦଶ ଗ୍ରନ୍ଥ ରଚୟିତା କଲେ। ବ୍ୟାସ କହୁଛନ୍ତି, ମହାଗଣେଶ ଲେଖୁଛନ୍ତି। ଅଷ୍ଟାଦଶ ପୁରାଣ ସରିଗଲା, ମହାଗଣେଶ ପଳେଇଲେ, ବ୍ୟାସ ତାକୁ ଅଧ୍ୟୟନ କଲେ। କହିଲେ ଏତେ ନେଖିଲି ପୁରାଣ ନେଖିଲି, 18ଟା ପୁରାଣ, ଆଉ ତ ମୁକ୍ତିର ବାଟ କିଛି ନାହିଁ, ମନ ଦୁଃଖରେ ଯେମିତି ଜୟଦେବଙ୍କ ପରିସ୍ଥିତି ଘଟିଥିଲା, ସେମିତି ସ୍ୱୟଂ ପ୍ରଭୁ ନିଜେ ଆସି କଲମ ଦେଇଗଲେ। କହିଲେ ପରୋପକାରାୟ ସ୍ୱର୍ଗାୟ ପାପାୟ ପିରତି ଜନା। ଏ ଶ୍ଲୋକଟି ଲିପିବଦ୍ଧ କଲେ। କହିଲେ ସଂସାରରେ ଯେ ତମେ ପରର ଉପକାର କରିପାରିଲ, ତାହେଲେ ସ୍ୱର୍ଗ ପ୍ରାପ୍ତି ମିଳେ। ଯଥା ସ୍ୱର୍ଗ କିଏ ଗଲା କି ନ ଗଲା କିଏ ଦେଖୁଛି? ଅମରତ୍ୱ ଲାଭ ହୁଏ। ତମ କର୍ମ ତମକୁ ଅମର କରିଦେଇଥାଏ। ସେତିକି ନ କରିଥିବ, ମରିଗଲା ପରେ ଲୁଣ ଦେଇକି ପୋତି ଦେବେ, ନହେଲେ କାଠରେ ନେଇ ପୋଡ଼ିଦେବେ। 12 ଦିନ ଯିବ, 14 ଦିନ ଖାଇ ପିଇ ଦେଇ ମେଳା ସରିଗଲେ, କୁଣିଆ ବନ୍ଧୁ ପଳେଇଲେ, ତମ ନାହାଣି ଭିଗଲା। ସେମିତିଆ ମାନବ ଦରକାର ନୁହଁ। ତେଣୁ ମନୁଷ୍ୟର ମୂଳ ମନ୍ତ୍ର କଣ? ନା ସେବିତବ୍ୟ ମହାବୃକ୍ଷଂ ଫଳଞ୍ଛାୟା ସମନ୍ବିତ, ଯଦି ଦୈବ୍ୟାତ୍ ଫଳଂ ନାସ୍ତି ଛାୟା କେନ ନିର୍ବାଚ୍ୟତେ। ପରୋପକାରାୟ ସ୍ୱର୍ଗାୟ ପାପାୟ ପିରତି ଜନା। ସଦା ସର୍ବଦା ନତମସ୍ତକ ହୁଅ, ଧୀର ବୁଦ୍ଧି, ମତି ସ୍ଥିର, ଯଜ୍ଞ ଦାନ, ହୋମ କର୍ମ, ଏତାନି ଭକ୍ତ ଲକ୍ଷଣ। ଏ ଭାବ ଯାହା ପାଖରେ ଥିବ, ସଦା ଭାବେ ଯାହା ପାଖରେ ଥିବ, ସେମାନଙ୍କ ପଦକୁ କୋଟି କୋଟି ଶରଣ। କାରଣ ସେ ଭକ୍ତଙ୍କର ଭକ୍ତ, ପରମ ଭକ୍ତ, ତାଙ୍କ ପାଦକୁ କୋଟି କୋଟି ଶରଣ। ତାଙ୍କୁ ପୂଜିଆ ଯା, ପ୍ରଭୁଙ୍କୁ ପୂଜିଆ ହଉଛି ସେଇଆ। ବୁଝି ହଉଛି? ସେଥିପାଇଁ କହିଛନ୍ତି, ଭକତ ମୋ ପିତା ମାତା, ଭକତ ମୋ ବନ୍ଧୁ, ଭକତ ନିମନ୍ତେ ନାମ ମୋର କୃପା ସିନ୍ଧୁ। ବର୍ତ୍ତମାନ ପର ଉପକାର କରିବାକୁ କେହି ଜଣ ଭାବୁଛନ୍ତି, କେମିତି ପରକୁ ତଣ୍ଟି ଚିପିକି ନିଜେ ବଞ୍ଚିବାକୁ ଚେଷ୍ଟା କରୁଛନ୍ତି। ଭୀମ ସେଇଆ କହିଲେ, ମୋ ଜୀବନ ପଛେ ନର୍କ ପଡ଼ିଥାଉ, ଜଗତ ଉଦ୍ଧାର ହେଉ। ବର୍ତ୍ତମାନ ବ୍ୟକ୍ତିଙ୍କର କଣ? ଜଗତ ପଛେ ନର୍କ ପଡ଼ିଥାଉ, ମୁଁ ଭଲରେ ଥାଉ। ଗୋପବନ୍ଧୁ ଦାସ କହିଲେ, ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲି ଯାଆନ୍ତୁ ପିଠିରେ। କିନ୍ତୁ ବର୍ତ୍ତମାନ ବ୍ୟକ୍ତିଙ୍କର କଣ? ଲୋକଙ୍କର ମାଟି ଦେହ ମିଶୁଏ ମାଟିରେ, ବଞ୍ଚିଥାଉ ଆମେ ତାହାର ଉପରେ। ସବୁ ବିଚିତ୍ର, ସବୁ ବିଚିତ୍ର। ଗୁଅ ମୋର କହି ସରବେ ମରିବେ, ଅଚ୍ୟୁତର କିସ ଗଲା। ତେଣୁ ସମୟ ଏମିତି, ମୂଳଟାକୁ କେହି ଧରୁନାହାନ୍ତି, ଯାହା ଫଳରେ ଲୋକଙ୍କ ପାଖେ ଧନ ଥିଲେ ମଧ୍ୟ ଶାନ୍ତି ନାହିଁ। ମଣିଷ ଧନ ଖୋଜେ ନାହିଁ, ମଣିଷ ଜୀବନରେ ମଣିଷ ଖୋଜେ ଶାନ୍ତି। ଯାହା ଜୀବନରେ ଶାନ୍ତି ଅଛି, ତାହା ଜୀବନରେ ଧରିଥାଉ ନିର୍ବାଣତ୍ଵ ଅଛି। ଯାହା ଜୀବନରେ ଶାନ୍ତି ନାହିଁ, ସେ ଯେତେ ଧନ ଥାଉ, ଯେତେ ଦେଉଳ ତୋଳୁ, ତାହାର କିଛି ମହତ୍ଵ ନାହିଁ। ଜୟ ଜଗନ୍ନାଥ। ସେ ପ୍ରଭୁଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲ ଆନନ୍ଦେ କବାର ହରି ବୋଲ।